ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 10ର ୟୁନିଟ୍ 2 କେତେକ ଷ୍ଟୁଡେଣ୍ଟସ୍ ମାନେ ମେସେଜ୍ କରିଥିଲେ କ'ଣ ନା ସର୍ଟ କ୍ୱେଶ୍ଚିନ୍ ଆଣିବା ପାଇଁ ସବୁ ୟୁନିଟ୍ ଉପରେ। ତ କୋର୍ ପେପର୍ 10ର ୟୁନିଟ୍ 2ର ସର୍ଟ କ୍ୱେଶ୍ଚିନ୍ ଛାଣିଛି। ମୁଁ ଦୁଇଟା ଅଥରଙ୍କ ବୁକ୍ରୁ କ୍ୱେଶ୍ଚିନ୍ ଛାଣିଛି। ଗୋଟିଏ ହେଉଛନ୍ତି କ'ଣ ନା ଡକ୍ଟର ଖଲି ସାହୁ, ଆଉ ଜଣେ ଅଥର କ'ଣ ହେଉଛନ୍ତି ନା ପ୍ରଫୁଲ୍ଲ କୁମାର ଜେନାଙ୍କର ବହିରୁ ଆଣିଛି। ଫାଷ୍ଟ ଦେଖିବା କ'ଣ ନା ଡକ୍ଟର ଖଲି ସାହୁଙ୍କର ବୁକ୍ରୁ। ପରିବାର ଶବ୍ଦଟି ଡ୍ୟାସ୍ ମୂଳ ଶବ୍ଦରୁ ଆସିଅଛି। ଏଇଟା ହେଉଛି ରୋମାନ। ତାପରେ କ'ଣ ଅଛି ନା ଡ୍ୟାସ୍ଙ୍କ ମତରେ ପରିବାର ହେଉଛି ଏକ ସମୂହ ଯେଉଁଥିରେ ସୂକ୍ଷ୍ମ ଓ ସ୍ଥାୟୀ ଯୌନ ସମ୍ପର୍କ ଥାଏ। ଏହା ସନ୍ତାନ ଜନ୍ମ ସନ୍ତାନମାନଙ୍କର ଲାଳନ ପାଳନ ପାଇଁ ଉଦ୍ଦିଷ୍ଟ। ମାକାଇଭର ଏବଂ ପେଜ୍ ଙ୍କ ମତରେ। ତାପରେ କ'ଣ ଅଛି ନା ଯେଉଁ ପରିବାରରେ ବିବାହ ପରେ ସ୍ୱାମୀ ସ୍ତ୍ରୀ ଗୃହକୁ ଯାଇ ବାସ କରେ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା ହେଉଛି ପତ୍ନୀ ସ୍ଥାନିକ। ତାପରେ କ'ଣ ଅଛି ନା ଯେଉଁ ପରିବାରରେ ବିବାହ ପରେ ସ୍ତ୍ରୀ ଆସି ସ୍ୱାମୀ ଗୃହରେ ବାସ କରେ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା ହେଉଛି ପତି ସ୍ଥାନିକ। ଯେଉଁ ପରିବାରରେ ପୁରୁଷ ଏକାଧିକ ପତ୍ନୀଙ୍କୁ ବିବାହ କରିଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା ହେଉଛି କ'ଣ ବହୁ ପତ୍ନୀକ। ତାପରେ କ'ଣ ଅଛି ନା ଯେଉଁ ପରିବାରରେ ସ୍ତ୍ରୀ ଏକାଧିକ ପୁରୁଷ ବିବାହ କରିଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା କ'ଣ ନା ବହୁପତି। ବହୁପତିକ ପରିବାର କୁହାଯାଏ। ଯେଉଁ ପରିବାରରେ ବଂଶାନୁକ୍ରମ ମାତାଙ୍କ ନାମରେ ଅନୁସୃତ ହୁଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। କ'ଣ କୁହାଯାଏ ନା ଏଇଟା କୁହାଯାଏ ମାତୃବଂଶୀୟ। କ'ଣ ମାତୃବଂଶୀୟ। ଯେଉଁ ପରିବାରରେ ବଂଶାନୁକ୍ରମ ପିତାଙ୍କ ନାମରେ ଅନୁସୃତ ହୁଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା ହେଉଛି ପିତୃବଂଶୀୟ। ଯେଉଁ ପରିବାରରେ ବ୍ୟକ୍ତି ନିଜ ସମୂହ, ଜାତି, ଉପଜାତି ବା ବର୍ଣ୍ଣ ଭିତରେ ବିବାହ କରିଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା କ'ଣ ଅନ୍ତର୍ବିବାହ। ଯେଉଁ ପରିବାରରେ ବ୍ୟକ୍ତି ନିଜ ସମୂହ ବାହାରେ ବିବାହ କରିଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। କ'ଣ ନା ବହିର୍ବିବାହ। ବହିର୍ବିବାହ ପରିବାର କୁହାଯାଏ। ତାପରେ କ'ଣ ଅଛି ନା ଯେଉଁ ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତି ବା ପୁରୁଷ ବ୍ୟକ୍ତି ଗୃହର ମୁଖ୍ୟ ଭାବେ ପରିଗଣିତ ହୋଇଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। କ'ଣ ଯେଉଁ ପରିବାରରେ ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ଗୃହର ମୁଖ୍ୟ ଭାବେ ପରିଗଣିତ ହୋଇଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। କ'ଣ କୁହାଯାଏ ନା ଏଇଟା ପିତୃତାନ୍ତ୍ରିକ। ପିତୃତାନ୍ତ୍ରିକ ପରିବାର କୁହାଯାଏ। ଯେଉଁ ପରିବାରରେ ସ୍ତ୍ରୀ ଗୃହର ମୁଖ୍ୟ ହୋଇଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। ଏଇଟା କ'ଣ ମାତୃତାନ୍ତ୍ରିକ। ମାତୃତାନ୍ତ୍ରିକ ପରିବାର। ତାପରେ କ'ଣ ଅଛି ନା ଯେଉଁ ପରିବାରରେ ଗୋଟିଏ ପୁରୁଷ ଏକ ସମୟରେ ଗୋଟିଏ ନାରୀକୁ ବିବାହ କରିଥାଏ ତାକୁ ଡ୍ୟାସ୍ ପରିବାର କୁହାଯାଏ। କ'ଣ କହିଲେ ଏଇଟା ହେଉଛି ଏକ ପତ୍ନୀକ। କ'ଣ ଏକ ପତ୍ନୀକ। ତାପରେ କ'ଣ ଅଛି ନା ଏକାଧିକ ଏକ ପରିବାରର ମିଶ୍ରଣରେ ଡ୍ୟାସ୍ ପରିବାର ସୃଷ୍ଟି ହୋଇଥାଏ। କେଉଁ ପରିବାର ସୃଷ୍ଟି ହୋଇଥାଏ? ଏଇଟା ହେଉଛି ଯୌଥ ପରିବାର। ଯୌଥ ପରିବାର ସୃଷ୍ଟି ହୁଏ। ଡ୍ୟାସ୍ ପରିବାରର ଏକ ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଅଟେ। ପ୍ରଥମେ କ'ଣ ହେଉଛି ନା ଏଇଟା ହେଉଛି ପ୍ରଜନନ। ପରିବାରର ଏକ ଅତିରିକ୍ତ ପ୍ରକାର୍ଯ୍ୟ ଅଟେ। ଏଇଟା କ'ଣ ନା ଏଇଟା ହେଉଛି ସ୍ୱାସ୍ଥ୍ୟଗତ ପ୍ରକାର୍ଯ୍ୟ। କ'ଣ ସ୍ୱାସ୍ଥ୍ୟଗତ ପ୍ରକାର୍ଯ୍ୟ। ଏଇଟା ଡକ୍ଟର ଖଲି ସାହୁଙ୍କର ବୁକ୍ରେ ଏତିକି ଥିଲା। ହେଲା ସରିଲା। ଏବେ ଦେଖିବା କ'ଣ ନା
ପ୍ରଫୁଲ୍ଲ କୁମାର ଜେନାଙ୍କର ବୁଗୁରୁ ଦେଖିବା କ'ଣ ଅଛି। ଭାରତୀୟ ସମାଜ ବିଜ୍ଞାନ ଡ୍ୟାସ୍ ଜ୍ଞାତିତ୍ୱ ଉପରେ ବିଶେଷ ଅଧ୍ୟୟନ କରିଛନ୍ତି। ଇରାବତୀ କାର୍ଭେ। ରକ୍ତବନ୍ଧନ ଓ ବିବାହ ବନ୍ଧନ ଯାହା ଲୋକମାନଙ୍କୁ ଏକ ସମୂହରେ ବାନ୍ଧି ରଖେ ତାକୁ ଡ୍ୟାସ୍ କହନ୍ତି, ଜ୍ଞାତିତ୍ୱ। ଡ୍ୟାସ୍ ବ୍ୟବସ୍ଥା ସାମାଜିକ ଭାବେ ସ୍ୱୀକୃତ ସମ୍ପର୍କକୁ ଅନ୍ତର୍ଭୁକ୍ତ କରିଥାଏ। କେଉଁ ବ୍ୟବସ୍ଥା ନା ଏଟା? ଜ୍ଞାତିତ୍ୱ ବ୍ୟବସ୍ଥା। ଡ୍ୟାସ୍ ଜ୍ଞାତିତ୍ୱର ଅଣୁ ଅଟେ, ମା ଓ ଶିଶୁର ସମ୍ପର୍କ। ଡ୍ୟାସ୍ଙ୍କ ମତରେ ମାନବ ସମାଜର ପ୍ରତ୍ୟେକ ଯୁବକ 2 ଏକକ ପରିବାର ସହ ଜଡ଼ିତ ଜନ୍ମିତ ପରିବାର ଏବଂ ବିବାହ ଦ୍ୱାରା ଗଠିତ ପରିବାର। ଜିପି ମର୍ଡକ୍। ଡ୍ୟାସ୍ ସ୍ଥିର କରେ କିଏ କାହାକୁ ବିବାହ କରିବ ଓ କେଉଁଠାରେ ବିବାହ ନିଷିଦ୍ଧ। ଏଇଟା କ'ଣ ନା ଜ୍ଞାତିତ୍ୱ ସ୍ଥିର କରିଥାଏ। ଡ୍ୟାସ୍ ମତରେ ବିବାହ ଦ୍ୱାରା ସଦସ୍ୟମାନେ ଜ୍ଞାତିତ୍ୱ ସମୂହକୁ ନିର୍ବାଚିତ ହୋଇଥାନ୍ତି। ଲେଭିଷ୍ଟ୍ରସ୍ ଙ୍କ ମତରେ ଡ୍ୟାସ୍ ମତରେ ମନୁଷ୍ୟ ଜୀବନର କେତେକ ମୌଳିକ ତଥ୍ୟ ଯଥା ବିବାହ, ଗର୍ଭଧାରଣ, ପିତୃତ୍ୱ, ମାତୃତ୍ୱ, ସାମାଜିକରଣ, ଭାତୃତ୍ୱ ଓ ଭଗ୍ନିତ୍ୱ ସହିତ ମନୁଷ୍ୟ କ'ଣ କରିଥାଏ ତାହାର ଅଧ୍ୟୟନକୁ ଜ୍ଞାତିତ୍ୱ କୁହାଯାଏ। ରବିନ୍ ଫକ୍ସ। ଙ୍କ ମତରେ ଡ୍ୟାସ୍ ମତରେ ଜ୍ଞାତିତ୍ୱ ହେଉଛି ସମ୍ପର୍କର ସଂରଚିତ ବ୍ୟବସ୍ଥା ଯେଉଁଥିରେ ଜ୍ଞାତିମାନେ ପରସ୍ପର ସହିତ ଜଟିଳ ପରସ୍ପର ସଂଲଗ୍ନ ବନ୍ଧନ ଦ୍ୱାରା ବେଷ୍ଟିତ ବା ବନ୍ଧନ ଯୁକ୍ତ ହୋଇଥାନ୍ତି। ଏଟା କିଏ କହିଛନ୍ତି ନା? ଏଟା କହିଛନ୍ତି ଜିପି ମର୍ଡକ୍। ଡ୍ୟାସ୍ ଜ୍ଞାତିତ୍ୱ ଶବ୍ଦକୁ ବର୍ଗୀକରଣ ଓ ବର୍ଣ୍ଣନା ମୂଳକ 2ଟି ଶବ୍ଦରେ ବିଭକ୍ତ କରିଛନ୍ତି। ଏଟା କିଏ ନା? ମର୍ଗାନ୍। ଅଙ୍କଲ ଡ୍ୟାସ୍ ଶବ୍ଦର ଏକ ଉଦାହରଣ। କେଉଁ ଶବ୍ଦ ନା ଏଟା? ଏଟା ହେଉଛି ବର୍ଗୀକରଣର। ଡ୍ୟାସ୍ ଏକ ଜ୍ଞାତିତ୍ୱ ଶବ୍ଦ। କୁଟୁମ୍ବ, ବଂଶ, ଆଉ ହେଉଛି ସଗୋତ୍ର ହେଉଛି ଏକ ଜ୍ଞାତିତ୍ୱ ଶବ୍ଦ। ମର୍ଡକ୍ଙ୍କ ମତରେ ଡ୍ୟାସ୍ଟି ପ୍ରାଥମିକ ଓ ଡ୍ୟାସ୍ଟି ଗୌଣ ସମ୍ପର୍କୀୟ ଅଛନ୍ତି। ମର୍ଡକ୍ଙ୍କ ମତରେ 8ଟି ପ୍ରାଥମିକ ଓ 33ଟି ଗୌଣ ସମ୍ପର୍କୀୟ ଅଛନ୍ତି। ଉତ୍ତର ଭାରତର ଜ୍ଞାତିତ୍ୱ ବ୍ୟବସ୍ଥାରେ 4ଟି ଲକ୍ଷଣ ରହିଛି। ଦକ୍ଷିଣ ଭାରତର ଜ୍ଞାତିତ୍ୱ ବ୍ୟବସ୍ଥାରେ ଡ୍ୟାସ୍ଙ୍କ ମଧ୍ୟରେ ବିବାହ ଅଧିକ ପସନ୍ଦ ଯୋଗ୍ୟ। ଏଟା କ'ଣ ହବ ନା? ନିବିଡ଼ ଜ୍ଞାତି। କ'ଣ? ନିବିଡ଼ ଜ୍ଞାତି। ଗୋଟିଏ ସାଧାରଣ ପୂର୍ବପୁରୁଷ ଥିବା ଜନଜାତିମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ବୃହତ୍ ପରିବାର ସମୂହକୁ ଡ୍ୟାସ୍ କୁହାଯାଏ। ଏଟା କ'ଣ? ଏଟା କୁହାଯାଏ କ୍ଲାନ୍। ଡ୍ୟାସ୍ ଏକ ବହୁଳ ପ୍ରସାରିତ ଏକ ରୈଖିକ ଜ୍ଞାତି ସମୂହ।
এটা হচ্ছে ক্লান। ଡ୍ୟାସ୍ ଏକପକ୍ଷୀୟ ହୋଇଥିବାରୁ ପିତୃ ବା ମାତୃବଂଶୀୟ ହୋଇପାରେ, ଏଇଟା ମଧ୍ୟ କ୍ଲାନ୍। କେତେ ଗୁଡ଼ିଏ ଡ୍ୟାସ୍ ଏକତ୍ର କ୍ଲାନ୍ ଗଠନ କରନ୍ତି। କେତେ ଜଣ ବା କେତେ ଗୁଡ଼ିଏ କୂଳ ଏକତ୍ର କ୍ଲାନ୍ ଗଠନ କରନ୍ତି। କ୍ଲାନ୍ ଏକ ବହିର୍ବିବାହୀ ସାମାଜିକ ସମୂହ। କ'ଣ? ବହିର୍ବିବାହୀ ସାମାଜିକ ସମୂହ। ଜିପି ମର୍ଡକ୍ କ'ଣ? ଜିପି ମର୍ଡକ୍ଙ୍କ ମତରେ କ୍ଲାନ୍ ହେଉଛି ଏକ ମିଳାମିଶା ଭିତ୍ତିକ ଜ୍ଞାତି ସମୂହ, କାରଣ ଏହା ରକ୍ତ ସମ୍ପର୍କୀୟ ଜ୍ଞାତିତ୍ୱ ଏବଂ ସାଧାରଣ ବାସସ୍ଥାନ ନିୟମକୁ ଯୋଡ଼ିଥାଏ। କ'ଣ ଏଇଟା? ଜିପି ମର୍ଡକ୍ଙ୍କ ମତରେ। ଜିପି ମର୍ଡକ୍। ଏକ ରେଖାରେ ଥିବା ପିତୃବଂଶୀୟ କିମ୍ବା ମାତୃବଂଶୀୟ ଦୟାମାନଙ୍କୁ ନେଇ ଗଠିତ ଏକ ସମୂହକୁ ଡ୍ୟାସ୍ କୁହାଯାଏ। ଏଟା କ'ଣ କୁହାଯାଏ? ଲିନିଏଜ୍ ବା କୂଳ। ଲିନିଏଜ୍ ବା କୂଳ କୁହାଯାଏ। ସାଧାରଣତଃ ଏକ ଲିନିଏଜ୍ ବା ଏକ-ରୈଖିକ ବଂଶରେ ଡ୍ୟାସ୍ଟି ପିଢ଼ିର ସଦସ୍ୟ ଅନ୍ତର୍ଭୁକ୍ତ ଅଟନ୍ତି। ଏଟା କେତୋଟି ବଂଶ ନା? ଏଟା ପାଞ୍ଚଟି। ଲିନିଏଜ୍ର ଆକାର ଡ୍ୟାସ୍ କିନ୍ତୁ କ୍ଲାନ୍ର ଆକାର ଡ୍ୟାସ୍। ଲିନିଏଜ୍ର ଆକାର ହେଉଛି ଛୋଟ କିନ୍ତୁ କ୍ଲାନ୍ର ଆକାର ହେଉଛି କ'ଣ? ବଡ଼। ଡ୍ୟାସ୍ର ପୂର୍ବପୁରୁଷ ଜଣାଥାନ୍ତି ବା ସେମାନଙ୍କୁ ଚିହ୍ନିତ କରାଯାଇପାରେ, କିନ୍ତୁ ଡ୍ୟାସ୍ର ପୂର୍ବପୁରୁଷ କାଳ୍ପନିକ। ଏଟା କ'ଣ ନା? ଲିନିଏଜ୍। ଏଟା କ'ଣ ହେବ ନା? କ୍ଲାନ୍। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।